ଜୟ ଜଗନ୍ନାଥ। ମୋ ରାଧାକୃଷ୍ଣ ଭାବରେ, ମୋ ଜଗନ୍ନାଥଙ୍କ ଭାବରେ ଗୋଟିଏ ସୁନ୍ଦର ଉଦାହରଣ ଦେଉଛି। ଆମେ ଯେତେବେଳେ, କାରଣ ସମସ୍ତେ ଯାତ୍ରା, ଥିଏଟର, ସିନେମା ଏସବୁ ଦେଖିବାକୁ ସମସ୍ତେ ଭଲ ପାଆନ୍ତି ନାହିଁ। କିଛି ମହତ ଲୋକ ଅଛନ୍ତି ପ୍ରବଚନ, ପାଲା ଏଭଳି ମହତ ଜିନିଷ ଶୁଣିବାକୁ ବହୁତ ଭଲ ପାଆନ୍ତି। ସେ ଯେତେବେଳେ ଶୁଣିଥାନ୍ତି, ତାଙ୍କ ହୃଦୟରେ ତାକୁ ଯେମିତି ଖାଦ୍ୟ ଖାଇଲେ ହଜମ କରିଥାନ୍ତି, ସେ ଜିନିଷକୁ ତାଙ୍କ ହୃଦୟରେ ହଜମ କରି ରଖିଥାନ୍ତି। ସେକୁ କେବେ ଭୁଲନ୍ତି ନାହିଁ। ଆଉ ପ୍ରକୃତରେ ଯିଏ ଭୁଲି ଯାଆନ୍ତି ସେ ଜିନିଷକୁ, ତାହେଲେ ସେ ପ୍ରକୃତରେ ଜ୍ଞାନ ଶୁଣିବାକୁ ଯାଆନ୍ତି ନାହିଁ। କେବଳ ଗୁଡ଼ା ଆଡ଼ମ୍ବର ହସ ଖୁସିରେ ବସିବା ପାଇଁ ଯାଆନ୍ତି। ଏହା ନିରାଟ ସତ୍ୟ। ଆଉ ଯିଏ ତାକୁ ହୃଦୟରେ ରଖିଥାନ୍ତି, ତାଙ୍କ ହୃଦୟଟା ସବୁବେଳେ ନିର୍ମଳ ହୋଇ ରହିଥାଏ। ଏହା ନିରାଟ ସତ୍ୟ। ଏହିସବୁ ଚିନ୍ତାଧାରାକୁ ଯେଉଁମାନେ ରଖୁନାହାନ୍ତି, ବହୁତ ଭଲ ହେବ। ଆପଣଙ୍କ ପାଇଁ ଭଲ, ଭଗବାନଙ୍କ ପାଇଁ ଭଲ, ଆପଣଙ୍କ ସଂସାରଙ୍କ ପାଇଁ ଭଲ। ଏହି ଭାବନା ସମସ୍ତେ ରଖନ୍ତୁ, ବହୁତ ଭଲ ହେବ। ଆଉ ଗୋଟେ ଜିନିଷ ରହିଲା, ଆମ ନିଜର ଲୋକ ହଉ କି ବାହାର ଲୋକ ହଉ, ଯାହାକୁ ଆମେ ହୃଦୟରୁ ଭଲ ପାଇଥାଉ, ତାଙ୍କୁ କେବେ ଭୁଲନ୍ତୁ ନାହିଁ। କେହି ଯଦି ଅପରପକ୍ଷ ଭୁଲି ଯାଉଛନ୍ତି, ଭୁଲନ୍ତୁ। କିନ୍ତୁ ଆପଣ ଯାହାକୁ ଭଲ ପାଇଛନ୍ତି, ହୃଦୟରୁ ମନ ଦେଇଛନ୍ତି, ତାକୁ ସାରା ଜୀବନ ସେଇ ହୃଦୟ ମନ୍ଦିର ଭିତରେ ପୂଜା କରନ୍ତୁ। ଭଗବାନ ବହୁତ ଖୁସି ହେବେ। ଏହା ନିରାଟ ସତ୍ୟ। ମୋ ରାଧାକୃଷ୍ଣଙ୍କ ଭାବନାରେ କହୁଛି। ଆପଣଙ୍କ ପାଖରେ ସେ ନଥାଇପାରନ୍ତି, ଆପଣ ତାଙ୍କ ସାଥିରେ କଥୋପକଥନ ନ ହେଇପାରନ୍ତି, କିନ୍ତୁ ହୃଦୟରେ ସବୁ ଜିନିଷକୁ ଅନୁଭବ କରନ୍ତୁ। ଆପଣ ଯେମିତି ଗୋଟିଏ ଲୋକ ସାଥିରେ 5 ମିନିଟ୍ କଥା ହେଇଥିବେ, ସେ ଲୋକଟାକୁ ଆପଣ ଚିହ୍ନିଥିବେ, ଆଉ ସେ 5 ମିନିଟ୍ର କଥାଟାକୁ ବି ଆପଣ ଅନୁଭବ କରିଥିବେ। ଠିକ୍ ସେମିତି ଏ ହୃଦୟର ଭାବନା ଠିକ୍ ସେଇଭଳି ରହିଥାଏ। ସେଇଭଳି ବି ସମସ୍ତେ ରଖନ୍ତୁ। ଏହା କଲେ ବହୁତ ଭଲ ହେବ। କେହି କାହାକୁ ଭୁଲନ୍ତୁ ନାହିଁ। ନିଜର ଲୋକ ହଉ, ପର ଲୋକ ହଉ, ହୃଦୟରୁ ଯାହାକୁ ଭଲ ପାଇଛନ୍ତି, ତାଙ୍କୁ ସବୁବେଳେ ହୃଦୟ ମନ୍ଦିରରେ ପୂଜା କରନ୍ତୁ। ମୋ ଜଗନ୍ନାଥ ବହୁତ ଖୁସି ହେବେ। ତାଠାରୁ ଅଧିକ ଖୁସି ହେବେ ମୋ ରାଧାକୃଷ୍ଣ ଭାବର ସେହି ଲୀଳାମୟ ଠାକୁର ସ୍ୱୟଂ ଜଗନ୍ନାଥ। ତାଙ୍କରି ଶରଣାପନ୍ନରେ ମୁଁ ଆଜି ଆପଣଙ୍କୁ ଯାହା କହୁଛି, ମୁଁ କାହାର ଆଶ୍ରିତ ନୁହଁ, ମୁଁ କେବଳ ତାଙ୍କରି ଆଶ୍ରିତ। ତେଣୁ ତାଙ୍କରି ଆଶ୍ରିତରେ ମୋ ହୃଦୟରେ ଯାହାକୁ ପୂଜା କରିଛି, ସାରା ଜୀବନ ହିଁ ପୂଜା କରିବି। ଏହା ନିରାଟ ସତ୍ୟ। ମୋ କଥା ମାଧ୍ୟମରେ ଯଦି ଭୁଲ ଥାଏ, ତାହେଲେ ମୋତେ କ୍ଷମା କରନ୍ତୁ। ଆଉ ଏଇସବୁ ଜିନିଷ ସମସ୍ତେ ଅନୁସରଣ କରନ୍ତୁ ନା, ବହୁତ ଭଲ ହେବ। ଜୟ ଜଗନ୍ନାଥ।